ଆଚ୍ଛା ଏଇ ଗତ ଅଗଷ୍ଟ ମାସ 13 ତାରିଖ ଦିନ ସମ୍ବାଦପତ୍ରରେ ଆପଣଙ୍କ ନାମଟା ବାହାରିଛି। ତ ଆପଣ ଅଭିଯୋଗ କରି ସମ୍ବାଦପତ୍ରରେ ପ୍ରକାଶ କରିବା ପାଇଁ ଆଉ ଦସ୍ତଖତ ଦେଇଥିଲେ? ନାଇଁ ସାର୍। ଆଚ୍ଛା ସେଥିରେ ପୁଣି ବାହାରିଛି ଆପଣମାନେ ଅଭିଯୋଗ କରିବା ପାଇଁ ଆଉ ବିଓ ଅଫିସ୍ ରରୁଆକୁ ଯାଇଥିଲେ ବୋଲି, ଏହା କ'ଣ ସତ? ନାଇଁ ମିଛ। ତାହେଲେ ମିଛ ଖବର ଗୁଡ଼ାକ ପେପରରେ ବାହାର କରାହେଉଛି, ଏଇଟା କେମିତି କଥା? এটা তার মনরে সে দস্ତখত କରିଦେଇକିରି ପଠେଇ ଦେଇଛି। କିଏ ଏଇଟା ମନରେ କରିଛି? ସେ ଦୀପକ ମାତି। ଦୀପକ କୁମାର ତିରିଆ ତାର ମନକୁ ମନ ଦସ୍ତଖତ କରିକି ପେପର ବାଲାକୁ ଦେଇକରି ପେପର ଫ୍ଲାସ୍ କରିଦେଇଛନ୍ତି। ତାହେଲେ ଆପଣମାନେ ବି ଅଫିସ୍ ବି ଯାଇନାହିଁ କିମ୍ବା ପେପରରେ ବାହାର କରିବା ପାଇଁ ବି ଆପଣମାନେ କିଛି ଜାଣିନାହାନ୍ତି। ଆଉ ଠିକ୍ ଅଛି, ଧନ୍ୟବାଦ। ଆଚ୍ଛା ଏଇ ଯେଉଁ ଗତ ଅଗଷ୍ଟ ମାସ 13 ତାରିଖ ଦିନ ସମ୍ବାଦପତ୍ରରେ ଆଉ ଗୋବର୍ଦ୍ଧନ ସାହି ସ୍କୁଲରେ ବିସ୍କୁଟ୍ ଦିଆଯାଉଛି ବୋଲି ବାହାରିଥିଲା, ତ ସେଇ ସଂକ୍ରାନ୍ତରେ ଆପଣ ବି ଅଫିସ୍ ଯାଇଥିଲେ? ନାଇଁ ସାର୍। ଆଉ ଏଇ ପେପରରେ ଯେଉଁ ବାହାରିଲା ସେ ପେପରରେ ଦସ୍ତଖତ ଦେଇଥିଲେ? ଦେଇନାହିଁ ସାର୍, ଆମେ ସେ ବିଷୟରେ ଆମେ ଜାଣିନାହିଁ। ମାନେ କିଛି ଲିଖିତ ସାମ୍ବାଦିକକୁ ଦେଇନାହିଁ? ନାଇଁ ସାର୍। ବିନା ଆପଣଙ୍କର ମତାମତ ନେଇକରି ଦସ୍ତଖତ ଦେଇକରି ପେପରରେ ଫ୍ଲାସ୍ ହେଇଯାଇଛି? ସେ ବିଷୟରେ ଆମେ ଜଣାଶୁଣା ନାହିଁ କି କେମିତି ବାହାରିଲା କିଏ କରି ଦେଇଛି ସେ ବିଷୟରେ ଆମେ ଜଣା ନାହିଁ। ଆଚ୍ଛା ଆପଣଙ୍କର ଭାଇ ଗାଁରେ ରୁହନ୍ତି? ନାଇଁ ସାର୍। କି ନାମ ତାଙ୍କର? କି ନାମ? ହରିଶ ଚନ୍ଦ୍ର ତିରିଆ, ସିଏ ତ ଭୁବନେଶ୍ୱରରେ ରୁହେ ସାର୍। କେତେ ଦିନ ହେଲା? ହେଲାନି ଜୁନ୍ ମାସରେ ପଳେଇଛି ସାର୍। ଆଉ ତାଙ୍କ ନାମ ବି ଯେ ପେପରରେ ଦିଆହେଇଛି? ଏ କିଏ ବୋଧେ ଲେଖିକିନା ଦେଇଥିବେ ସେ ବିଷୟରେ, ସିଏ ତ ନାହିଁ, ଜୁନ୍ ମାସରେ ସିଏ ପଳେଇଛି। ତାହେଲେ ଏଇଟା ମିଛ ଖବର? ହଁ ସାର୍, ସେଟା ଏଇଟା ତାହେଲେ ମିଛ ଖବର? ହଁ ସାର୍। ତାହେଲେ ମିଛ ଖବର ବି ସବୁ ପେପର ଫ୍ଲାସ୍ କରିଦେଉଛନ୍ତି? ଇଏ ତ ଗାଁରେ ନ ଥାଇକି କେମିତି ସିଗ୍ନେଚର ମାରିବ କି କିସ କରିବ, ସେ ବିଷୟରେ ସିଏ ବି ଜଣା ନାହିଁ। ହଉ ଠିକ୍ ଅଛି, ଧନ୍ୟବାଦ। ଗତ ଏଇ ଯେଉଁ ଅଗଷ୍ଟ ମାସ 13 ତାରିଖ ଦିନ ସମ୍ବାଦପତ୍ରରେ ଗୋବର୍ଦ୍ଧନ ସାହି ସ୍କୁଲରେ ବିସ୍କୁଟ୍ ଦିଆଯାଉଛି ବୋଲି ବାହାରିଥିଲା, ସେଥିରେ ଆପଣଙ୍କର ନାମଟା ଅଛି, ତ ଆପଣ ଜାଣିଛନ୍ତି? ନାଇଁ ସାର୍, ସେ ବିଷୟରେ ମୁଁ କିଛି ଜାଣିନାହାନ୍ତି। ତାହେଲେ ଆପଣ ଆପତ୍ତି କରି ଦରଖାସ୍ତରେ ଦସ୍ତଖତ ଦେଇକରି ସାମ୍ବାଦିକକୁ ଦେଇଥିଲେ? ନାଇଁ ଆଜ୍ଞା। ଆଚ୍ଛା ଆପଣ ଆପତ୍ତି କରିବା ପାଇଁ ବି ଅଫିସ୍କୁ ଯାଇଥିଲେ? ନାଇଁ ଆଜ୍ଞା। ତାହେଲେ ଆପଣଙ୍କ ନାମରେ ଏତେ ବଡ଼ କଥାଟା ପ୍ରଚାର ହେଲା, ଆଉ ଏଟା କେମିତି କଥା? ସେଗୁଡ଼ା ମୁଁ ଜାଣିନାହିଁ ଆଜ୍ଞା। କିଛି ଜାଣିନାହାନ୍ତି? କିଛି ଜାଣିନାହିଁ ଆଜ୍ଞା। ଆଚ୍ଛା ଆପଣଙ୍କର ଛୁଆ ପିଲା ଆମ ସ୍କୁଲରେ ପଢ଼ନ୍ତି? ନାଇଁ। ରାଜେଶ ତିରିଆର ଛୁଆ ପିଲା ଗୋବର୍ଦ୍ଧନ ସାହି ସ୍କୁଲରେ ପଢ଼ନ୍ତି? ନାଇଁ ଆଜ୍ଞା, ସେ ଦେଖିନାହିଁ ଆଜ୍ଞା। ଦେଖିନାହିଁ, ମୁଁ ଘର ପାଖର ଲୋକ, ମୁଁ ଜାଣିନାହିଁ। ସିଏ ସବୁ ମାନେ ଅଲଗା ସ୍କୁଲରେ ପାଠ ପଢ଼ୁଛନ୍ତି। ହରିଶଚନ୍ଦ୍ର ତିରିଆ ତାଙ୍କର ଛୁଆ ଗୋବର୍ଦ୍ଧନ ସାହି ସ୍କୁଲରେ ପଢ଼ନ୍ତି? ନାଇଁ ଆଜ୍ଞା। ଆଚ୍ଛା ହରିଶଚନ୍ଦ୍ର ତିରିଆ ଘରେ ଅଛନ୍ତି? ନାଇଁ ଆଜ୍ଞା, ସେ ଭୁବନେଶ୍ୱରରେ ଅଛନ୍ତି। କେତେ ଦିନ ହେଲା? ସେଟା ଆଜ୍ଞା ମୁଁ କହିପାରିବିନି, ତାଙ୍କର ଭାଇ କହିପାରିବ, ମୁଁ ସେଟା ଜାଣିନି। ଆଚ୍ଛା ଆଚ୍ଛା, ତାହେଲେ ଆପଣ କିଛି ଜାଣିନାହାନ୍ତି? ନାଇଁ। ଆପଣଙ୍କର ନାମ କିନ୍ତୁ ପେପରରେ ବାହାରିଛି ଯେ ଆପଣ ଏ ବିଷୟରେ ଅଭିଯୋଗ କରିଛନ୍ତି ବୋଲି, ଆଉ ବି ଅଫିସକୁ ଯାଇଥିଲେ ବୋଲି ବି ସେଠି ଲେଖା ଅଛି। ତାହେଲେ ଏଗୁଡ଼ାକ ସମ୍ପୂର୍ଣ୍ଣ ମିଥ୍ୟା କଥା? ଜାଣିନି ଆଜ୍ଞା, ସେଟା ଦୀପକ କରିଥିବ ଆଜ୍ଞା, ଆମେ କିଛି ଜାଣିନାହିଁ। ହଁ ଦୀପକ କରିଥିବ ଯେ ଏଇ ଘଟଣାଟା ତାହେଲେ ସତ ନା ମିଛ? ଏଇଟା ମିଛ କଥା ଆଜ୍ଞା। ଆଚ୍ଛା ଏକଦମ ମିଛ କଥା। ଏକଦମ ମିଛ। ଠିକ୍ ଅଛି, ଧନ୍ୟବାଦ। ଆଚ୍ଛା ଏଇ ଯେଉଁ ଗତ ଅଗଷ୍ଟ ମାସ 13 ତାରିଖ ଦିନ ଦୈନିକ ସମ୍ବାଦପତ୍ରରେ ଗୋବର୍ଦ୍ଧନ ସାହି ସ୍କୁଲ ବିଷୟରେ ବାହାରିଥିଲା, ତହିଁରେ ଗୋବର୍ଦ୍ଧନ ସାହି ସ୍କୁଲରେ ମଧ୍ୟାହ୍ନ ଭୋଜନ ବଦଳରେ ବିସ୍କୁଟ୍ ଦିଆଯାଉଛି ବୋଲି ବାହାରିଥିଲା, ଆଉ ଏ ସଂକ୍ରାନ୍ତରେ ଆପଣ କ'ଣ କହିବେ? ଏଟା ସାର୍, ମୁଁ ନିଜେ ସ୍କୁଲର ପ୍ରେସିଡେଣ୍ଟ, ମୁଁ ମଧ୍ୟାହ୍ନ ଭୋଜନ କେବେ ସାର୍ ମାନେ ବିସ୍କୁଟ୍ ଦିଅନ୍ତି ନାହିଁ। ତାହେଲେ ମଧ୍ୟାହ୍ନ ଭୋଜନ ରନ୍ଧା ଖାଦ୍ୟ ଦିଅନ୍ତି? ଆଜ୍ଞା। ଆଉ ବିଦ୍ୟାଳୟରେ ଯେଉଁ ଗୋରୁ ଗାଈ ଛେଳି ମେଣ୍ଢା କୁକୁରର ଆଡ୍ଡାସ୍ଥଳୀ ବୋଲି ବାହାରିଛି, ଏ କଥାଟା କେତେ ଦୂର ସତ? ଏଟା ସତ ନୁହେଁ ସାର୍, ଏଟା କେବେ ବି କୁକୁର ରୁହନ୍ତିନି କି ଏଠି ଗାଈ ଗୋରୁ ଚଳାନ୍ତି, ଯେ ସେଇ ବର୍ଷା ସମୟରେ ବି ନାହିଁ ସାର୍, କି ଏଇ ଖରା ସମୟରେ ବି ନାହିଁ। ଆଉ ସାର୍ ମାନେ ସ୍କୁଲ 11ଟା ବେଳେ ଖୋଲୁଛନ୍ତି, 2ଟା ବେଳେ ବନ୍ଦ କରୁଛନ୍ତି, ଏକଥା ପେପରରେ ବାହାରିଛି, ତ ଏଟା କେତେ ଦୂର ସତ?
ଏ ସତ ନାହିଁ ସାର୍ ତାଙ୍କର 9:30 କି 10ଟା 10-20 ଭିତରେ ଆସୁଛନ୍ତି 2 ଜଣ ଯାକ। ତାହେଲେ ଏଇ କଥାଟା ସମ୍ବାଦପତ୍ରରେ କିଏ ବାହାର କରିଛି ବୋଲି ଆପଣ ଭାବୁଛନ୍ତି? ଏଟା ବାହାର କରିଥିଲେ ସାର୍ ଦୀପକ ତିରିଆ ଆଉ ଦୀପକ ତିରିଆ ତା ଘର କୋଉଠି? ଗୋବର୍ଦ୍ଧନ ସାର୍। ଆଉ ସେ ତା ଛୁଆ ଗୋବର୍ଦ୍ଧନ ସାଇ ସ୍କୁଲରେ ପଢୁଛନ୍ତି? ନାଇଁ ସାର୍, ସେ କମିଟି ମେମ୍ବର ଅଛି, ନାଇଁ ପ୍ରେସିଡେଣ୍ଟ ଅଛି? ନାଇଁ ସାର୍। ତାହେଲେ ସେ କମିଟି ମେମ୍ବର ନାହିଁ, ପ୍ରେସିଡେଣ୍ଟ ନାହିଁ, ତାର ଛୁଆ ପିଲା ସ୍କୁଲରେ ନାହିଁ, ଆଉ ସିଏ କେମିତି ଏ କଥା ବାହାର କଲା? ଏଯାଏଁ ଏଟା ତ ସାର୍ ଆମେ ଜାଣିନି, ସେ କମିଟି ବାଲା ବି ଜାଣିନି କି ମୁଁ ପ୍ରେସିଡେଣ୍ଟ ବି ଜାଣିନି, ସାର୍ ମାନେ ବି ଜାଣିନି। ତାହେଲେ ଏ କଥାଟା ଦୀପକ ତିରିଆ ବାହାରିଛି ନା? ଆଜ୍ଞା ଆଚ୍ଛା ଆଚ୍ଛା, ତାହେଲେ ଘଟଣା ଯାହା ପ୍ରକାଶ ପାଇଛି ଏଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା କଥା। ମିତା ଆଉ ସାର୍ ଆଉ ଆମେ ଜାଣିନେଇ, ପ୍ରେସିଡେଣ୍ଟ ଜାଣିନେଇ କି ମାଷ୍ଟର ଜାଣିନେଇ, ଆଉ ତାପରେ ଆମର କମିଟି ବାଲା ବି ଜାଣିନେଇ। ହଉ ଠିକ୍ ଅଛି, ଧନ୍ୟବାଦ।